ଜ୍ୟୋତିଷ ଅନୁସାରେ ଆଗାମୀ 44 ଦିନ ମଧ୍ୟରେ ଗ୍ରହମାନଙ୍କର ସ୍ଥିତି ଏଭଳି ପରିବର୍ତ୍ତନ ହେବାକୁ ଯାଉଛି ଯାହା ମେଷ ରାଶିର ଜାତକଙ୍କ ଭାଗ୍ୟ ଖୋଲିଦେବ। ଆପଣଙ୍କ ରାଶିଙ୍କ ସ୍ୱାମୀ ମଙ୍ଗଳ ଏଯାଏ ଆପଣଙ୍କୁ ଯାହା ବି କଷ୍ଟ ଦେଇଥିଲେ ଏବେ ତାହା ଦୂର କରିବାକୁ ଯାଉଛି ଓ ଆପଣଙ୍କୁ ଏହାର ଶୁଭ ପ୍ରମାଣିତ ପ୍ରାପ୍ତ ହେବାକୁ ଯାଉଛି। ଏହି ସମୟରେ ଭାଗ୍ୟର ସାଥ ଯୋଗୁଁ ଆପଣଙ୍କୁ ଅନେକ କିଛି ମିଳିପାରେ। ତେବେ ଚାଲନ୍ତୁ ଜାଣିବା ମେଷ ରାଶିରେ କ'ଣ ପରିବର୍ତ୍ତନ ହେବାକୁ ଯାଉଛି। ମେଷ ରାଶିର ଲୋକମାନେ ଖୁବ୍ ପରିଶ୍ରମୀ ହୋଇଥାନ୍ତି ଓ ମଙ୍ଗଳଙ୍କ କୃପାରୁ ଏମାନେ କେବେ ବି ଗୋଟିଏ ସ୍ଥାନରେ ଅଟକି ରୁହନ୍ତି ନାହିଁ। କାର୍ଯ୍ୟରେ ଏମାନଙ୍କ ଉତ୍ସାହ ଓ ଯୋଗ ସର୍ବଦା ସ୍ଥିର ରହିଥାଏ। ଏହି ସମୟରେ ଆପଣଙ୍କ କାମ କରିବା ଗତି ବଢ଼ିବ ଓ କର୍ମ ତୁଳନାରେ ଆପଣଙ୍କ ଅଧିକ ଫଳ ପ୍ରାପ୍ତି ହେବ। ବ୍ୟାପାର କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ଓ ଆପଣଙ୍କ ବେପାରରେ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ମଧ୍ୟ ମନ ଦେବେ ଓ ରାଜନୀତିରେ ଥିବା ଲୋକଙ୍କ ପାଇଁ ଏହି ସମୟ ବେଶ୍ ଖାସ୍ ରହିବ। ମଙ୍ଗଳଙ୍କ କୃପାରୁ ପ୍ରତିରକ୍ଷା ବିଭାଗରେ ଭଲ ଚାକିରି ମିଳିବାର ଯୋଗ ରହିଛି। ଖେଳକୁଦରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମୟ ବେଶ୍ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କୁ ନାମ ଧନ ରୋଜଗାର କରିବାର ଅନେକ ସୁଯୋଗ ମିଳିବ। ଏହି ସମୟରେ ମାତା ପିତା ଆପଣଙ୍କ ଉପରେ ବେଶ୍ ଖୁସି ରହିବେ ଓ ଆପଣଙ୍କ ସବୁ କାର୍ଯ୍ୟରେ ସହଯୋଗ କରିବେ। ଏହି ସମୟରେ ଭଲ ଚାକିରି ଅପେକ୍ଷାରେ ଥିବା ଲୋକଙ୍କ ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି। ଏହି ସମୟରେ ବିଦେଶ ଯାତ୍ରାର ଯୋଗ ବନୁଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଦେଶରେ ବିବାହତ ଯୋଗ ମଧ୍ୟ ବନୁଛି। ବିବାହ ଅପେକ୍ଷାରେ ଥିବା ଲୋକଙ୍କୁ ନିଜ ଜନ୍ମଭୂମି ଠାରୁ ବହୁ ଦୂରରେ ଥିବା ବିବାହ ପ୍ରସ୍ତାବ ଆସିପାରେ। ଏହି 44 ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନ ହେବା ସହ ବିବାହ ଯୋଗ ବନିପାରେ। ଆପଣଙ୍କ ସ୍ୱଭାବରେ ସାମାନ୍ୟ କ୍ରୋଧ କାରଣରୁ ଭାଇମାନଙ୍କ ସହ ମନାନ୍ତର ସ୍ଥିତି ଉପୁଜିପାରେ। ତେଣୁ ନିଜ ସ୍ୱଭାବରେ ଆପଣଙ୍କୁ ସାମାନ୍ୟ ନିୟନ୍ତ୍ରଣ ରଖିବାର ହେବ। ମେଷ ରାଶିର ଯେଉଁ ବ୍ୟକ୍ତିମାନେ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି କିମ୍ବା ଘରଟିଏ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଏ ସମୟ ମଙ୍ଗଳଙ୍କ କୃପାରୁ ବହୁତ ଅନୁକୂଳ ରହିବ। ଏହି ସମୟରେ ମେଷ ରାଶିର ଲୋକମାନେ ଯେକୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ।